ଆଉ ସିମୁଳିଆ ବ୍ଲକରେ ଆମେ ଅଭିମନ୍ୟୁ ଭାଇ କି ସିମୁଳିଆ ଖଇରା ବ୍ଲକରେ ଆମେ 80% ଭୋଟ ଦେବା ପାଇଁ ଲାଗିବୁ। ଚେଷ୍ଟା ଚାଲିଛି, ଭଲ ଅଛି ପୋଜିସନ୍ ଆମର ପଲା ଭାରି ଅଛି, କିନ୍ତୁ ଆମେ ଆହୁରି ବହୁ ସଂଖ୍ୟାରେ ସମସ୍ତେ ଏକଜୁଟ ହେଇ ଆମେ ଡବଲ ଇଞ୍ଜିନ୍ ସରକାର କରିବା ପାଇଁ ଅଭିମନ୍ୟୁ ଭାଇକି ଜିତେଇବୁ, ପଦ୍ମଲୋଚନ ପଣ୍ଡାକୁ ବି ଜିତେଇବୁ। ଆମର ମଞ୍ଜୁଲତା ମଣ୍ଡଳ ଅଛନ୍ତି, ଆରଥର ଜିତିଥିଲେ, ଆମର ବେତାଳିଆ ହେଇଥିଲା ଟିକେ ଅଭିମନ୍ୟୁଙ୍କର ଅସୁବିଧା ପାଇଁ। ଆଉ ସେଇ ଦୃଷ୍ଟିରୁ ଏଥରକ ମଞ୍ଜୁଲତା ମଣ୍ଡଳ ଜିତିବେନି କି ଅନ୍ତପ୍ରଦେଶ ସେଠି ତାଙ୍କର ଅମାନତ ରହିବନି। ଅନ୍ତପ୍ରଦେଶ ସେଠି ଆରଥର ବି ସେଇଭଳିଆ ହେଇଥିଲେ, ସେ ବିକ୍ରି ହେଇଛନ୍ତି, ତାଙ୍କର ଅମାନତ ରହିବନି। ଆମର ନିଶ୍ଚିତ ଏଥର ଜିତିବୁ ହିଁ ଜିତିବୁ, ଏଟା କେହି ଅଟକେଇ ପାରିବେ ନାହିଁ। ଅଭିମନ୍ୟୁ ସେଠୀଙ୍କ ସହିତ କାହା ସହିତ ଲଢ଼େଇ ହେବ ବୋଲି ଭାବୁଛନ୍ତି? ଅଭିମନ୍ୟୁ ସେଠୀର ମଞ୍ଜୁଲତା ମଣ୍ଡଳ ଲଢ଼େଇ ହେବ। ଲଢ଼େଇ ଜୋରଦାର ହେବ? ଜୋରଦାର ହେବନି, ବର୍ତ୍ତମାନ ଅଭିମନ୍ୟୁ ସେଠୀ ଜିତିକି ରହିଛନ୍ତି। 20ରୁ 25% ମଞ୍ଜୁଲତା ମଣ୍ଡଳ ପାଇବ, ଆଉ ଆମେ 70ରୁ 75% ଆମର ଅଭିମନ୍ୟୁ ଭାଇ ପାଇବେ। କାହିଁକି ଭାବୁଛନ୍ତି ଅଭିମନ୍ୟୁ ଭାଇ? ଅଭିମନ୍ୟୁ ଭାଇ ବହୁତ ଭଲ କାମ କରିଛନ୍ତି, ତାଙ୍କ ବାପା ବି ଭଲ କାମ କରିଥିଲେ, ସେ ବି ରହିଛନ୍ତି, ଆମର ବି ସୁଖ ଦୁଃଖର ସାଥୀ ହେଇକି ରହିଛନ୍ତି। ସବୁବେଳେ ଯେତେବେଳେ ଯେଉଁ ମୁହୂର୍ତ୍ତରେ ଡାକିଲେ ସେ ଆମ କତିରେ ଉପସ୍ଥିତ ରହୁଛନ୍ତି, ଆମକୁ ସହଯୋଗ କରୁଛନ୍ତି। ଚାର୍ଜ କଲେ ମୋଦି ଲହରୀ ଚାଲିଛି, ବିକଶିତ ଭାରତ ମୋଦିଙ୍କର ସାରା ପୃଥିବୀରେ ବର୍ତ୍ତମାନ ସେ 1 ନମ୍ବର ହେବାକୁ ଯାଉଛନ୍ତି। ତାଙ୍କର କାର୍ଯ୍ୟକ୍ରମ ଗ୍ରାସ୍ ଲେଟ୍ରୁ ପୁରାପୁରି ସବୁ ଭଲ ଭାବରେ ଚାଲିଛି। ସବୁ ଗରିବ ଲୋକଙ୍କୁ ସେମାନେ ସାହାଯ୍ୟ କରୁଛନ୍ତି। ଆଜି ଯେଉଁ ଅବସ୍ଥାରେ ମୋଦି ଇଏ କରିଛନ୍ତି, 1947 ମସିହା ପର୍ଯ୍ୟନ୍ତ ଭାରତକୁ ପୁରା ପ୍ରଥମ ସ୍ଥାନରେ ଅଧିକାର ଦେବା ପାଇଁ ସେ ବଞ୍ଚିଥିବା ପର୍ଯ୍ୟନ୍ତ ଲାଗିଛନ୍ତି, ଲୋକଙ୍କ ପାଇଁ ସେବାରେ ରହିଛନ୍ତି। ଡବଲ ଇଞ୍ଜିନ୍ ସରକାର କରିବା ପାଇଁ ଆମର ସବୁ ଆମେ ସମସ୍ତେ ଏକମତ ମୋଦିଙ୍କ ହାତ ମୁଠାକୁ ଟାଣ କରିବା ପାଇଁ। ପ୍ରାୟତଃ ସବୁ ଦଳର ଡିକ୍ଲେୟାର ହେଇଯାଇଛି। ବିଶେଷ କରି ଆମର ବିଜେପି ଦଳ ଭାରତୀୟ ଜନତା ପାର୍ଟିର ଅଭିମନ୍ୟୁ ସେଠୀ ମହୋଦୟ, ସେ ଜଣେ ବହୁତ ଭଦ୍ର ବ୍ୟକ୍ତି ଏବଂ ସମସ୍ତଙ୍କର ସହିତ ସେ ମିଶିବା ଭଳି ଏକ ବ୍ୟକ୍ତିତ୍ୱ, ଏବଂ ସେ ଆମର 2024 ମସିହା ଯେଉଁ ନିର୍ବାଚନ ହେବ, ସେ ନିର୍ବାଚନରେ ବହୁତ ବ୍ୟବଧାନରେ ସେ ବିଜୟ ହେବେ, ଏଟା ସମସ୍ତେ ଜାଣିଛନ୍ତି। ଦେଖନ୍ତୁ, କଂଗ୍ରେସର ଅନ୍ତ ସେଠୀ ମହୋଦୟ ଯେଉଁ ଅଛନ୍ତି, ସେ ତ ଆଜି ପର୍ଯ୍ୟନ୍ତ ଆମ ଏଇ ଯେଉଁ ନିର୍ବାଚନ ମଣ୍ଡଳୀରେ ସେ କେବେ ଆସିନାହାନ୍ତି, ଲୋକ ତାକୁ କେହି ଦେଖି ନାହାନ୍ତି, ବର୍ତ୍ତମାନ ସୁଦ୍ଧା ଦେଖୁନାହାନ୍ତି। କିନ୍ତୁ ବିଜେଡ଼ିର ଯେଉଁ ଅଛନ୍ତି ଆମର ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ, ତାଙ୍କର ତ ଜାଣିଛନ୍ତି କିଛି କାମ ତ ସେ କରିନାହାନ୍ତି। ଆମର ସିମୁଳିଆ ଖଇରା ନିର୍ବାଚନ ମଣ୍ଡଳରେ କିଛି କାମ କରିନାହାନ୍ତି, ସେଭଳି ଆଖି ଦୃଶିଆ କାମ କରିନାହାନ୍ତି। ତେଣୁ ଏଥର ନିଶ୍ଚିତ ଭାବରେ ବିଜେପି ଭାରତୀୟ ଜନତା ପାର୍ଟି ବହୁତ ବ୍ୟବଧାନ ଭୋଟରେ ସେ ଜିତିବେ।